ରୂପେ ପୂଜିତ ଦେବଦେବ ମହାଦେବଙ୍କୁ ଶ୍ରାବଣରେ ଚଳରାତି କରାଯିବାର ବିଶେଷ କାରଣ ପୁରାଣରେ ବର୍ଣ୍ଣିତ। ଦେବତା ଓ ଅସୁରମାନଙ୍କ ଉପସ୍ଥିତିରେ ଶ୍ରାବଣ ମାସରେ ସମୁଦ୍ର ମନ୍ଥନ ହୋଇଥିଲା। ବହୁ ମୂଲ୍ୟବାନ ସାମଗ୍ରୀ ସହିତ ସମୁଦ୍ରରୁ ଅମୃତ ବାହାରିଥିଲା। ସେପଟେ ମନ୍ଥନ ଯୋଗୁଁ ଉଦ୍ଗତ ହେଲା କାଳକୂଟ ବା ହଳାହଳ ବିଷ। ଏ ବିଷ ପ୍ରକୋପରେ ବ୍ରହ୍ମାଣ୍ଡ ଅଚିରେ ଧ୍ୱଂସ ଯାଇଥାନ୍ତା। ଅଗତ୍ୟା ବ୍ରହ୍ମାଣ୍ଡର ରକ୍ଷା ଲାଗି ଶିବ ସେ ହଳାହଳ ପାନ କଲେ, କିନ୍ତୁ ତାହା ତାଙ୍କ ତଣ୍ଟିରେ ଅଟକି ରହିଲା। ବିଷ ଜ୍ୱାଳାରେ ତାଙ୍କ କଣ୍ଠ କ୍ରମଶଃ ନୀଳବର୍ଣ୍ଣ ଧାରଣ କଲା। ସେ ଦିନଠାରୁ ଶିବ ହେଲେ ନୀଳକଣ୍ଠ। ବିଷ ଜ୍ୱାଳା ଉପଶମ ଲାଗି ଶିବ ମସ୍ତକରେ ଧାରଣ କଲେ ଚନ୍ଦ୍ର। ଦେବତାମାନେ ଗଙ୍ଗାରୁ ଜଳ ଆଣି ଶିବଙ୍କ ଉପରେ ଢାଳିଲେ। ମତାନ୍ତରେ ତ୍ରେତୟା ଯୁଗ ପର୍ଯ୍ୟନ୍ତ ଶିବ କାଳକୂଟ ବିଷ ଜ୍ୱାଳାରେ ପୀଡ଼ିତ ଥିଲେ। ଶିବ ଭକ୍ତ ରାବଣ ଗଙ୍ଗାରୁ ଜଳ ଆଣି ଢାଳିବାରୁ ଶିବ ବିଷ ଜ୍ୱାଳାରୁ ମୁକ୍ତ ହୋଇଥିଲେ। ସେବେଠାରୁ ଶ୍ରାବଣରେ ଶିବଙ୍କ ମଥାରେ ଜଳାର୍ପଣ କରିବାର ଧାରା ଆରମ୍ଭ ହୋଇଛି ବୋଲି ଲୋକ ବିଶ୍ୱାସ ପ୍ରଚଳିତ ରହିଛି।